ସାର୍ ଆଜି ଆସି ଖାତା ଛୁଆରି ଉଦ୍ଧାର କରିଥିଲା କ'ଣ ଇନକ୍ୱାରି ବୋଲି ଦେଖନ୍ତୁ ଏଠି ତ ଏଇଟା ପ୍ରଥମ ଘଟଣା ବଣେଇ ମୁଣ୍ଡାରୁ କେବେ କୌଣସି ଏଇଭଳିଆ ଘଟଣା ଆଗରୁ ଘଟିନି କୌଣସି ପିଲା ମିସିଂ ହେବାଟା ଏଇଟା ଫାର୍ଷ୍ଟ ଟାଇମ୍ ତେଣୁ ଆମକୁ ବି ଆଶ୍ଚର୍ଯ୍ୟ ଲାଗୁଛି ଆମ ହିସାବରେ ଯଦିଓ ଏଇଟା ଗୋଟେ ବଏଜ୍ ହଷ୍ଟେଲ୍ ଅଛି ଗାର୍ଲସ ହଷ୍ଟେଲ୍ ଯଦି ଅଛି ଫଙ୍କସନାଲ୍ ହେଇନି ବଏଜ୍ ହଷ୍ଟେଲ୍ରେ ପିଲାମାନେ ଶୃଙ୍ଖଳିତ ଅବସ୍ଥାରେ ଥାଆନ୍ତି ପିଲାମାନଙ୍କର ଖେଳରେ ରୁଚି ଥାଏ ଏଭଳିଆ ଘଟଣା ଆଗରୁ କେବେ ଘଟିନି ଏଇଟା ଫାର୍ଷ୍ଟ ଟାଇମ୍ ଘଟିଛି ତେଣୁ ଆମକୁ ବି ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ଯେତେବେଳେ ପ୍ରଥମେ ଏଇ ଘଟଣା ଘଟିଲା 14 ତାରିଖ ଦିନ ମ୍ୟାଡ଼ାମ୍ ମୋତେ ଖବର ଦେଲେ ଯେ ସାର୍ 7ଟା ପିଲା ମୋର ସକାଳୁ ମିସିଂ ଅଛନ୍ତି ମୁଁ କହିଲି ଠିକ୍ ଅଛି ପ୍ରଥମ କାମ ହେଲା ଆମେ ପିଲାଙ୍କୁ ଖୋଜୁ ଯଦି ପାଇଗଲା ପରେ ତାପରେ ଆମେ ଚିନ୍ତା କରିବା କ'ଣ ହେଇଛି କ'ଣ ନାହିଁ ତାଙ୍କୁ ବୁଝିବା ତେଣୁ ପରେ ସେଠୁ ତାପରେ 2 ଘଣ୍ଟା ପରେ ସେଠୁ ମୋତେ ଫୋନ୍ କଲି ନାଇଁ ସାର୍ ସେ ପିଲାମାନେ ବଲାଙ୍ଗୀର ପଳାଇଛନ୍ତି ସେ ଜଣେ ରିଲେଟିଭ୍ଙ୍କ ଘରେ ଅଛନ୍ତି ଆଉ ସାର୍ ମୁଁ ସାର୍ଙ୍କୁ ପଠାଉଛି ତାଙ୍କୁ ରେସ୍କ୍ୟୁ କରି ଆଣୁଛୁ ତେଣୁ ସେ ତାଙ୍କୁ ଅଣା ହେଲା ନାଇଁ ତ ଆମେ ପ୍ରସ୍ତୁତ ଥିଲୁ ପୋଲିସ ଷ୍ଟେସନରେ ଏଫଆଇଆର୍ ଦେବା ପାଇଁ ଆଉ ଯାହା ପିଲା ମିଳିଗଲା ପରେ ଏଇ ଆପଣମାନଙ୍କ ସମ୍ବାଦପତ୍ର ଆଧାରରେ ଆମେ ଜାଣିବାକୁ ପାଇଲୁ ଯେ ଗୋଟେ ପିଲାକୁ ଗୋଟେ ବାଡ଼ିରେ ପ୍ରହାର କରାହେଇଛି ଯେଉଁଟାକି ଆମ ଲୋକଲୋଚନକୁ ଆସିନଥିଲା ଆଗରୁ ଜାଣିନଥିଲୁ ପିଲା ପଳାଇବାଟା ଖାଲି ଜାଣିଥିଲୁ ସେଇଟା ଆପଣମାନଙ୍କ ମାଧ୍ୟମରେ ଆମେ ଜାଣିଲା ପରେ ତାର ବି ତଦନ୍ତ କରାଯାଉଛି ଇଭେନ୍ କଲେକ୍ଟର ସାର୍ ବି ଏ ବାବଦରେ ଆୱାର ଅଛନ୍ତି ସାର୍ ବି ମୋତେ ପଚାରିଥିଲେ ଖପରାଖୋଲି ଆମେ କହିଲେ ନାଇଁ ସାର୍ ମୁଁ ଘଟଣାର ତଦନ୍ତ କରିକି ଆପଣଙ୍କୁ ଆପ୍ରାଇଜ୍ କରିବି ସାର୍ ଆପଣ ଆସିଲେ ଦେଖିଲେ ସେ ପିଲା ମାଡ଼ ହେବା କଥା କ'ଣ ବୁଝିଲେ ହଁ ନାଇଁ ପିଲାମାନଙ୍କ ସହିତ ଆମେ କଥା ହେଉଥିଲୁ ତୁମର ଏଠି କ'ଣ ଅସୁବିଧା ହେଉଛି ବୋଲି ତାଙ୍କୁ ପଚାରୁଥିଲୁ ରହିବା ଖାଇବା ଶୋଇବା କିମ୍ବା ପିଇବା ପାଣି ଅଲଗା କ'ଣ ଅସୁବିଧା ହେଉଛି ଯାହାକି ତୁମକୁ ଗୋଟେ ହଷ୍ଟେଲରୁ ବାହାରକୁ ପଳାଇବା ପାଇଁ ତୁମକୁ ଗୋଟେ ଆକର୍ଷିତ କଲା ନାଇଁ ସାର୍ ସେମିତି କିଛି ନାହିଁ ଆମେ ସାର୍ ଗୋଟେ ଟାସ୍କ ଦେଇଥିଲେ ଯେଉଁଟାକି କହିଥିଲେ ମଙ୍ଗଳବାର ଦିନ ନେବେ ତ ସେଇଟା ତାର ଡରରେ ଆମେ ମାନେ ପଳାଇଥିଲୁ ମୁଁ କହିଲି ଏମିତି ତ ହେବା କଥା ନୁହେଁ ତୁମେ ଯଦି ବି ଟାସ୍କ ଦିଆହେଉଛି ତ ଟାସ୍କ କରିବା ଅଲଗା କଥା ହଷ୍ଟେଲ ଛାଡ଼ି ଯିବାଟା ତ ଠିକ୍ ନୁହେଁ ତେଣୁ ତୁମେ ହେଡ଼ମାଷ୍ଟରଙ୍କୁ କହିପାରିଥାନ୍ତ ଏଚ୍ଏମ୍କୁ କାହିଁକି କହିଲେନି ଏମିତି ଘଟଣା ଘଟିବାଟା ଠିକ୍ ନୁହେଁ ତୁମ ବାପା ମାଆ ତୁମକୁ ଭଲ ପାଉଛନ୍ତି ଆରେ ତୁମମାନେ ସବୁ ଆମର ଭଲ ପିଲା ମାଡ଼ ହେବା କଥାଟା କ'ଣ କରିଗଲେ ସାର୍ ଯେ ଶିକ୍ଷକ ମାଡ଼ ଦେଇଛନ୍ତି ସାର୍ ତା ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ମୁଁ ତ ଏମିତି ତ ନୁହେଁ ଯେ ଆକ୍ସନ୍ ନେବା ପାଇଁ ନେଇ ମୋର କାମ ହେଲା ତଦନ୍ତ କରି ରିପୋର୍ଟ ଦେବା ତେଣୁ ଆମେ ଜଣେଇବୁ ଆମର ହାୟର କ୍ୱାର୍ଟରରେ ଜଣେଇବୁ କଲେକ୍ଟର ସାର୍ ଅଛନ୍ତି ତାର ନିଷ୍ପତ୍ତି ନେବେ କ'ଣ ହେବ କ'ଣ ନାହିଁ ଆପଣମାନେ ଆଗାମୀ ଦିନରେ ଦେଖିବେ ଜାଣିବା କଥା ମାନେ ତାଙ୍କର ଭୁଲ ଯୋଗୁଁ ସେମାନେ ଭାଙ୍ଗିଛନ୍ତି ସାର୍ ଆମର ବି କିଛି ଇନଫ୍ରାଷ୍ଟ୍ରକ୍ଚରରେ ଆମର ବି ଆଉ କିଛି ଉନ୍ନତି ଆଣିବାର ଅଛି ଆମର ଏବେ ଆମେ ମାନୁଛୁ ଆପଣ ଯେଉଁଟା କହୁଛନ୍ତି କେତେ ଜାଗାରେ ବି ଆମେ ଦେଖୁଛୁ ସେ ମ୍ୟାଡ଼ାମ୍ ବି ଆଗରୁ ଆମକୁ ନୋଟିସ୍କି ଆଣିଥିଲେ ଆମେ ଖୁବ୍ ଶୀଘ୍ର ସେ ବାବଦରେ ବି ଧ୍ୟାନ ଦେବୁ ଆମର ଗୋଟେ ଜାଗାରେ ପାଚେରୀ ଟିକେ ହାଇଟ୍ ଛୋଟ ଅଛି ଆମେ ବି ଯୋଜନା କରୁଛୁ ସେଇଟା ଫେନ୍ସିଂ କରିଦେବା ପାଇଁ ତେଣୁ ସେସବୁ କରିଦେଲା ପରେ ପିଲାମାନେ ଆବଦ୍ଧ ହେଇକି ରହିବେ ଆଉ ତାପରେ ଏଇଭଳିଆ ଘଟଣା ଯେହେତୁ ପ୍ରଥମ ଟାଇମ୍ ଘଟିଛି ତାପରେ ତାଙ୍କ ଗାର୍ଡ଼ିଆନ୍ମାନଙ୍କ ସାଙ୍ଗେ ବି କଥା ହେଉଥିଲି ଗାର୍ଡ଼ିଆନ୍ମାନେ କହିଲେ ନାଇଁ ସାର୍ ପିଲାମାନେ ଆମର ଭଲ ପିଲା କିଛି ନାହିଁ ପାଠ ପଢ଼ିବେ ସେମାନେ ଇଏ କରିବେ ଆମେ ଯେମିତି ନ ହୁଏ ତା ପ୍ରତି ଧ୍ୟାନ ଦେବୁ ଏଇ ଯେମିତି ରିପିଟ୍ ହେଲା ପିଲା ମିସିଂ ହେବାଟା ହେବାଟା ଏଗୁଡ଼ାକ ସବୁ ପ୍ରତି ଟିକେ ଧ୍ୟାନ ଦେବୁ ଆଉ ସାର୍ ଆଦିବାସୀ ସଂଘ ସେଦିନ ଗୋଟେ କମ୍ପ୍ଲେନ୍ କରୁଥିଲେ ଯେ ପିଲା 3 ମାସ ହେଲାଣି ପଢ଼ି ଆସିନାହାନ୍ତି ତାପରେ ବି ଖବର ନାହିଁ ବୋଲି କ'ଣ କରିବେ ନାଇଁ ଶୁଣନ୍ତୁ ଏଇଟା ତ ଆପଣଙ୍କ ମୋଠୁ ଶୁଣୁଛୁ ଜାଣୁଛୁ ଯଦି ବ୍ୟକ୍ତିଗତ ଭାବରେ ଯଦି ସେଭଳିଆ କାହା ନାଁରେ ଅଭିଯୋଗ ଅଛି କେଉଁ ପିଲା ନାଁରେ ଆମେ ତ ନିଶ୍ଚୟ ରୂପେ ଯଦି କିଛି ଗୋଟେ ପିଲା ଆବସେଣ୍ଟ ରହୁଛନ୍ତି ଲଙ୍ଗ୍ ଆବସେଣ୍ଟ ରହୁଛନ୍ତି ତାର ଆମେ କାରଣ ଜାଣିବୁ ତାପରେ କ'ଣ ତା ପ୍ରତି ପଦକ୍ଷେପ ନିଆହେବ ଆମେ ଚିନ୍ତା କରିବା ମାଡ଼ ମାରିଛନ୍ତି ଯେ ଶିକ୍ଷକ ତା ପ୍ରତି କ'ଣ ଆକ୍ସନ୍ ହେବନି କି ସାର୍ ନାଇଁ ଆପଣଙ୍କୁ ସେଇଟା ଦେଖନ୍ତୁ ଟିକେ ଆଗରୁ ବି ମୁଁ ସେଇଟା କହୁଥିଲି ଏବେ ବି କହୁଛି ଯେ ଛାତ୍ରକୁ ଯିଏ ମାଡ଼ ମାରିଛନ୍ତି ସିଏ ଆମ ବିଭାଗୀୟ ଶିକ୍ଷକ ନୁହନ୍ତି ଆପଣ ଜାଣିଛନ୍ତି ବିଭିନ୍ନ ପ୍ରକାର ଶିକ୍ଷକ ଏଠି ଏନ୍ଗେଜ୍ ହେଇଛନ୍ତି ସେ ଧନ୍ଦାମୂଳକ ଶିକ୍ଷକ ରହୁଛନ୍ତି ଯେଉଁଟା ଆପଣ ଜାଣିଛନ୍ତି ଭୋକେସନାଲ୍ ଟିଚର୍ ଅଛନ୍ତି ତେଣୁ ତାଙ୍କ ପାଇଁ ଆପ୍ରୋପ୍ରିଏଟ୍ ଆକ୍ସନ୍ କ'ଣ ହେବ ସେଇଟା ମୁଁ କହିପାରିବି ଆଉ ମୋର କାମ ହେଲା ତଦନ୍ତ କରିକି ରିପୋର୍ଟଟା ଦେବା ରିପୋର୍ଟ ଦେଇ ସାରିଲା ପରେ ସାର୍ ଯାହା ଡିସିସନ୍ ନେବେ ଆଉ ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ ସାର୍ ଆପଣଙ୍କ ନାଁଟା ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରତାପ ଚନ୍ଦ୍ର ମହାନ୍ତି